ସାଧାରଣତଃ ଶୀତ ଦିନରେ ପିଠାପଣା ଖାଇବାକୁ ବେଶୀ ଭଲ ଲାଗିଥାଏ। ତେଣୁ ଚାଲନ୍ତୁ ସକାଳର ଜଳଖିଆ ହଉ କି ସନ୍ଧ୍ୟାରେ ଖାଇବା ପାଇଁ ଆଜି ଆମେ ବିନା ଅଏଲରେ ବହୁତ ସ୍ୱାଦିଷ୍ଟ ପିଠା ଗୋଟେ ବନେଇବା। ଏଇ ପିଠାଟା ଏତେ ନରମ ଆଉ ସ୍ୱାଦିଷ୍ଟ ଲାଗିବ ଯେ ଗୋଟେ ଥାଳି ପିଠା ଏକା ଏକା ଖାଇନେବେ। ପିଲାଠାରୁ ନେଇ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କୁ ବହୁତ ପସନ୍ଦ ଆସିବ। ନମସ୍କାର, ମୁଁ ଝାନ୍ସୀ। ମୋ ଚ୍ୟାନେଲ ଝାନ୍ସୀ ରୋଷେଇରେ ଆପଣମାନଙ୍କୁ ସ୍ୱାଗତ। ଚାଲନ୍ତୁ ରେସିପି ଆରମ୍ଭ କରିବା। ଗ୍ୟାସ୍ ଉପରେ ପ୍ରଥମେ ଗୋଟେ କଡ଼େଇ ରଖିବା। ତା ଭିତରେ ଦେବା ଗୁଡ଼। ଗୁଡ଼ ଏଠି ମୁଁ 150 ଗ୍ରାମ ନେଲି। ଆ ଭିତରେ ଅଳ୍ପ ପାଣି ଦେଇଦେବା। ଗୁଡ଼କୁ ଭଲ ଭାବରେ ମେଲ୍ଟ କରିବାକୁ ଦେବା। ଏଠି ମୋତେ 3 ରୁ 4 ମିନିଟ୍ ହେଇଗଲାଣି ଗୁଡ଼କୁ ମେଲ୍ଟ କରିବାର। ଏଇ ଗୁଡ଼ ଭିତରେ ଦେବା ନଡ଼ିଆ। ଏଠି ମୁଁ ପୁରା ଗୋଟେ ନଡ଼ିଆକୁ କୋରିକି ନେଇଛି। ସବୁ ନଡ଼ିଆକୁ ଦେଇଦେବା। ନଡ଼ିଆକୁ ଭଲ ଭାବରେ ଗୁଡ଼ରେ ମିଶେଇକି ଭାଜି ନେବା। ଏଠି ଆପଣମାନେ ଧ୍ୟାନ ରଖିବେ ନଡ଼ିଆର ପୁରକୁ ଭଲ ଭାବରେ ଭାଜିବେ, ଯେପରି ନଡ଼ିଆ ଭିତରେ ଜମା ବି ପାଣି ନ ରହେ। 3ଟା ଗୁଜୁରାତିକୁ ଛେଚିକି ନେଇଛି, ଏଇ ପୁର ଭିତରେ ଦେଇଦେବା। ଫ୍ଲେଭରଟା ଭଲ ଆସିବ। ଭଲ ଭାବେ ପୁରକୁ ଭାଜି ନେବା। ଏଠି ମୋତେ ପୁରା 7 ରୁ 8 ମିନିଟ୍ ହେଇଗଲାଣି ଏଇ ନଡ଼ିଆ ପୁରକୁ ଭାଜିବାର। ଦେଖିପାରୁଥିବେ ଆ ଭିତରେ ଥିବା ପାଣି ଭଲ ଭାବରେ ଶୁଖିଗଲାଣି। ପୁରଟା ଏଠି ଭଲ ଭାବରେ ଭାଜି ହେଇଗଲାଣି। ଏବେ ଆମେ ଗ୍ୟାସର ଫ୍ଲେମ୍କୁ ବନ୍ଦ କରିଦେବା। ଏଇ ପୁରକୁ ଭଲ ଭାବରେ ଥଣ୍ଡା ହେବା ପାଇଁ ଛାଡ଼ିଦେବା। ଯିବା ନେକ୍ସଟ ପ୍ରୋସେସ୍ କରିବା। ଗୋଟେ ମିକ୍ସିଂ ଜାର୍ ନେବା। ତା ଭିତରେ ଦେଇଦେବା ସୁଜି। ସୁଜି ଆପଣମାନେ ଏଠି ମୋଟା ଦାନା ହେଉ କିମ୍ବା ପତଳା ଦାନା କିଛି ବି ନେଇପାରିବେ। ମୁଁ ଏଠାରେ 2 କପ୍ ସୁଜି ନେଲି। ଓଜନରେ 400 ଗ୍ରାମ ହେବ। ସୁଜି ଭିତରେ 2 ଚାମଚ ଚିନି ଦେଇଦେବା। ସ୍ୱାଦ ଅନୁସାରେ ଲୁଣ ଦେଇଦେବା। ଆ ଭିତରେ 2ଟା ଗୁଜୁରାତି ଦେବା। ଏଇ ଗୁଜୁରାତିକୁ ଚୋପା ଖୋଲିକି ଦେଇଦେବା। ସବୁକୁ ଭଲ ଭାବେ ନେଇ ପେଷିଦେବା। ଏଠି ମୁଁ ସୁଜିକୁ ପେଷିଦେଲି। ଦେଖନ୍ତୁ ଏଇପରି ଦାନା ରଖିବେ, ଯାହାଦ୍ୱାରା ପିଠାଟା ବହୁତ ଭଲ ବନିବ। ଏଇ ସୁଜିକୁ ଗୋଟେ ବଡ଼ ଜାଗାକୁ ଦେଇଦେବା, ମିଶାଇବା ପାଇଁ ସୁବିଧା ହେବ। ଏଠି ମୁଁ ନେଇଛି ଗରମ କ୍ଷୀର। ବେଶୀ ଫୁଟୁଥିବା କ୍ଷୀର ନେବେନି, ହାଲକା ଗରମ କ୍ଷୀର ନେବେ। ପ୍ରଥମେ 1/2 କପ୍ କ୍ଷୀର ଦେଲି। ଆକୁ ଭଲ କି ଥରୁଟେ ମିଶାଇଦେବା। ଏବେ ବାକି କ୍ଷୀରକୁ ଦେଇଦେବା। ସବୁକୁ ଭଲ ଭାବେ ମିଶାଇଦେବା। ଏଠି ଆମକୁ ମିଶ୍ରଣକୁ ପାଣିଆ ରଖିବାର ନାହିଁ, ଟିକେ କାଠୁଆ ରଖିବା। ଟୋଟାଲ 1 କପ୍ କ୍ଷୀର ଦେଲି। ଆପଣମାନଙ୍କର କମ୍ ବେଶୀ ବି ଲାଗିପାରେ, ତେଣୁ ଆପଣମାନେ କ୍ଷୀରକୁ ଦେଖିକି ଦେବେ। ସବୁକୁ ଭଲ କି ମିଶାଇଦେଲି। ଉପରେ ଗୋଟେ ଢାଙ୍କୁଣୀ ଦେଇଦେବା। 10 ମିନିଟ୍ ରେଷ୍ଟ ପାଇଁ ରଖିଦେବା। ସୁଜିଟା ଭଲ ଭାବରେ ଫୁଲିଯିବ। ଏଠି ଦେଖନ୍ତୁ ମୁଁ ଗୋଟେ ପତଲାରେ ପାଣି 1 ଲିଟର ଦେଇଛି। ଏଇ ପାଣିକୁ ଆମେ ଗ୍ୟାସ୍ ଉପରେ ରଖିଦେବା। ଉପରେ କଭର ଦେଇଦେବା। ପାଣିକୁ ଫୁଟିବାକୁ ଛାଡ଼ିଦେବା। ନଡ଼ିଆ ପୁରକୁ ରଖିଥିଲି, ପୁରଟା ଥଣ୍ଡା ହେଇଗଲାଣି। ଏଇ ପୁରରୁ ଅଳ୍ପ ନେବା, ହାତରେ ଚାପିକି ଗୋଲ ଗୋଟେ ସେପ୍ ଦେଇଦେବା। ଗୋଳାକୁ ଏହିପରି ଛୋଟ ସାଇଜ ରଖିବେ, ଲେମ୍ବୁ ସାଇଜରେ। ସବୁ ନଡ଼ିଆକୁ ପ୍ରଥମେ ଏହିପରି ଗୋଳା କରିଦେବା। ଏପଟେ ସୁଜିକୁ ରଖିବାର 10 ମିନିଟ୍ ହେଇଗଲାଣି। ଏହା ଭଲ ଭାବରେ ଫୁଲି ଯାଇଛି। ଦେଖନ୍ତୁ ଆଗ ଅପେକ୍ଷା ଏହା ବହଳିଆ ବି ହେଇଯାଇଛି। ଆକୁ ଭଲ ଭାବେ ଥରୁଟେ ମିଶାଇଦେବା। ଆମେ ଯେହେତୁ ଗରମ କ୍ଷୀର ଦେଇଥିଲେ, ଏହା ଭଲ ଭାବରେ ସେଟ୍ ହେଇଯାଇଛି। ଆ ଭିତରେ ବେକିଂ ସୋଡ଼ା 1/4 ଚାମଚ ଦେଇଦେବା। ତା ସହ ବେକିଂ ପାଉଡର 1/2 ଚାମଚ ଦେଇଦେବା। ଉପରେ 1 ଚାମଚ ପାଣି ଦେଇଦେବା। ସବୁକୁ ଭଲ ଭାବରେ ମିଶାଇଦେବା। କନସିଷ୍ଟାନ୍ସି ଦେଖିପାରୁଥିବେ, ଏଠି ମୁଁ ବହଳିଆ ରଖିଛି। ଏଠି ଆପଣମାନେ ଆଉ 2 ଚାମଚ ପାଣି ବି ଦେଇପାରିବେ, କିଛି ବି ଅସୁବିଧା ହେବନି। ବେଟର ଏଠାରେ ବନିଗଲା। ଏଇ ପିଠାକୁ ଆଜି ମୁଁ ଅପମ ପ୍ୟାନରେ ବନେଇବି, ତେଣୁ ଏଠି ମୁଁ ଅପମର ଗୋଟେ ପ୍ୟାନ୍ ନେଇଛି। ଯଦି ଆପଣମାନଙ୍କ ପାଖରେ ଅପମ ପ୍ୟାନ୍ ନଥିବ, ଛୋଟ ଛୋଟ କପ୍ରେ କିମ୍ବା ଛୋଟ ଛୋଟ ଗିନାରେ ଆପଣମାନେ ବନେଇ ପାରିବେ। ଆ ଉପରେ ସାମାନ୍ୟ ହାଲକା ଅଏଲ ଲଗେଇଦେବା। ଆପଣମାନେ ଏଠି କହିବେ ଯେ ବିନା ଅଏଲରେ ଲେଖିଥିଲେ, ହେଲେ ଅଏଲ ଦେଲେ। ଏଠି ମୁଁ ସାମାନ୍ୟ ଅଧା ଚାମଚ ତେଲ ନେଇଛି,
କାହିଁକିନା ପିଠାଟା ଆମର ତ ଉଠିଯିବ, କାଳେ ଭାଙ୍ଗି ନଯିବ, ସେଥିପାଇଁ ମୁଁ ଲଗେଇ ଦେଉଛି। ଆ ଭିତରେ ଏବେ ବ୍ୟାଟରକୁ ଦେବା। ପୁରା ଭରିକି ବ୍ୟାଟରକୁ ଦେବେନି, ଏଇପରି କମ୍ ଟିକେ ବ୍ୟାଟର ଦେବେ। ଆଜିର ଭିଡ଼ିଓଟି ଆପଣମାନଙ୍କୁ ପସନ୍ଦ ଆସିଲେ ନିଶ୍ଚିତ ଭାବେ ଗୋଟେ ଲାଇକ୍ କରିବେ। ଯଦି ମୋ ଚ୍ୟାନେଲକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି ବା ନୂଆ ଅଛନ୍ତି, ଥରୁଟେ ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଏହାଦ୍ୱାରା ମୁଁ ଯାହା ବି ନ୍ୟୁ ଭିଡ଼ିଓ ପ୍ରଥମେ ଅପଲୋଡ଼ କରିବି ଆପଣମାନେ ଦେଖିପାରିବେ। ଅପମ୍ ପ୍ୟାନ୍ରେ ପୁରା ବ୍ୟାଟରକୁ ଦେଇଦେଲି। ଆ ଭିତରେ ଏବେ ନଡ଼ିଆ ପୁରକୁ ଦେବା। ନଡ଼ିଆ ପୁରକୁ ଦେବା ସମୟରେ ଏହିପରି ଟିକେ ଚାପିକି ଦେଇଦେବେ, ଯାହାଦ୍ୱାରା ନଡ଼ିଆ ପୁରଟା ପୁରା ତଳ ପର୍ଯ୍ୟନ୍ତ ଯାଇପାରିବ। ଏବେ ଅଳ୍ପ ପିଠଉକୁ ନେବା, ଉପରେ ଦେଇଦେବା। ଯୋଉଠି ଦେଖିବେ ଅଧିକା ପିଠଉ ଅଛି ସେଠି ଆଉ ପିଠଉ ନେଇକି ଦେବେନି, ସେଇ ପିଠଉକୁ ଉପରେ ସେଟ୍ କରିଦେବେ, ଯାହାଦ୍ୱାରା ପିଠାଟା ବେଶୀ ବଡ଼ ବନିବନି। ଦେଖିପାରୁଥିବେ ମୁଁ ଏଠି କିପରି ଭିଡ଼ିଓରେ କରୁଛି, ଏଇପରି କରିନେବେ। ଆଉ ଅଧିକା ବ୍ୟାଟର ଦେବାକୁ ପଡ଼ିବନି, ନହେଲେ ଅଧିକା ହେଲେ ସବୁ ବାହାରକୁ ବାହାରିଯିବ। ଆ ପୂର୍ବରୁ ମୋ ଚ୍ୟାନେଲରେ ମୁଁ ଅନେକ ପ୍ରକାର ପିଠାର ନୂଆ ଭିଡ଼ିଓ ଅପଲୋଡ଼ କରିଛି। ଯଦି ଆପଣମାନଙ୍କ ମଧ୍ୟରୁ କେହି ଦେଖିପାରିନାହାନ୍ତି ବା ଦେଖିବାକୁ ଚାହୁଁଛନ୍ତି, ମୋର ଚ୍ୟାନେଲକୁ ଯାଇ ଭିଡ଼ିଓରେ କ୍ଲିକ୍ କରିକି ଦେଖିପାରିବେ। ଏଠି ମୁଁ ସବୁ ପିଠାକୁ ଭଲ ଭାବରେ କଭର କରିଦେଲି। ଏହା ଭଲ ଭାବରେ ସେଟ୍ ହେଇଯାଇଛି। ଆକୁ ନେଇ ମୁଁ ଷ୍ଟିମ୍ ଦେବି। ପାଣି ରଖିଥିଲି, କଭର ଖୋଲିବା। ପାଣିଟା ଦେଖନ୍ତୁ ଭଲ ଭାବରେ ଫୁଟିଗଲାଣି। ଉପରେ ଅପମ୍ ପ୍ୟାନ୍କୁ ରଖିଦେବା। ଢାଙ୍କୁଣୀକୁ ଦେଇ ପୁରା 10ରୁ 12 ମିନିଟ୍ ଷ୍ଟିମ୍ ହେବାକୁ ଦେବା। ତାପରେ ମୁଁ ଆପଣମାନଙ୍କୁ ଦେଖେଇବି। କଭରକୁ ଖୋଲିବା। ପିଠାକୁ ଦେଖନ୍ତୁ, ଏହା କେତେ ବଢ଼ିଆ ଭାବରେ ଫୁଲି ଯାଇଛି। ଏଇ ପିଠାକୁ ପ୍ରଥମେ 5 ମିନିଟ୍ ରଖିଦେବା ଥଣ୍ଡା ହେବା ପାଇଁ। ତାପରେ ମୁଁ ଆପଣମାନଙ୍କୁ ଖୋଲିକି ଦେଖେଇବି। ପିଠା ଗୁଡ଼ିକୁ ଦେଖନ୍ତୁ କେତେ ସୁନ୍ଦର ଭାବରେ ବାହାରି ଆସୁଛି। ଏଇ ପିଠା ଗୁଡ଼ିକ ବହୁତ ସଫ୍ଟ ବି ବନିଛି। ଆପଣମାନେ ଏଇପରି ପିଠାକୁ ବନେଇ ପାରିବେ। ନହେଲେ ମୁଁ ଆଉ ଗୋଟେ ପ୍ରୋସେସ ଆପଣମାନଙ୍କୁ ଦେଖେଇବି। ଦେଖନ୍ତୁ, ଏଇ ପ୍ୟାନରେ ଆଉ ଅଏଲ ଜମା ବି ଦବାନି, ଡାଇରେକ୍ଟ ନଡ଼ିଆ ପୁରକୁ ଦବା। ଆ ଉପରେ ବ୍ୟାଟରକୁ ଦେବା। ଅଧିକା ଭରିକି ଦେବେନି, କାହିଁକି ନା ପିଠାଟା ଫୁଲିବ। ଏଇ ପିଠାକୁ ନେଇ ପୁରା ଷ୍ଟିମ୍ ଦେଇଦେବା। ପିଠାକୁ ଷ୍ଟିମ୍ ଦେବା ପରେ ମୁଁ ଆପଣମାନଙ୍କୁ ଦେଖାଉଛି ଏଇ ପିଠା ଗୁଡ଼ିକ କେତେ ସୁନ୍ଦର ଭାବରେ ବନିଗଲା। ଏହା ବି ବହୁତ ସୁନ୍ଦର ଦେଖାଯାଉଛି। ଆପଣମାନଙ୍କୁ ଯଦି ନଡ଼ିଆ ପୁରକୁ ଉପରେ ଏଇପରି ଦେଖେଇବାର ଅଛି, ତେବେ ଏଇପରି ଭାବରେ ପିଠାକୁ ବନେଇ ପାରିବେ, ଆହୁରି ସୁନ୍ଦର ଦେଖାଯିବ। ଏଇ ପିଠା ଗୁଡ଼ିକ ଦେଖନ୍ତୁ, ଏହା ପୁରା ସଫ୍ଟ ବନିଛି। ଆପଣମାନଙ୍କୁ ଯଦି ନଡ଼ିଆ ପୁର ପସନ୍ଦ ନଥାଏ, ଆପଣମାନେ ଯେକୌଣସି ମିକ୍ସ ଭେଜରେ କିମ୍ବା ଆଳୁରେ କି ମଟରରେ ପୁରକୁ ବନେଇ ପାରିବେ। ଏଇପରି ପିଠା ବନେଇ ପାରିବେ, ଏହା ବି ବହୁତ ଟେଷ୍ଟି ଲାଗିବ। ନିଶ୍ଚିତ ଭାବେ ଏଇ ପିଠାକୁ ବନାନ୍ତୁ। ଆପଣମାନଙ୍କର କିପରି ବନିଲା ମୋତେ କମେଣ୍ଟସରେ ଲେଖି ଜଣେଇବେ। ଆଜି ପାଇଁ ରହିଲି। ଜୟ ଜଗନ୍ନାଥ।